ପାଟଣା ରାସ୍ତା ପାଲଟିଛି ମରଣ ଯନ୍ତା ଲୋକେ ହେଉଛନ୍ତି ହନ୍ତସନ୍ତ। କେନ୍ଦୁଝର ଜିଲ୍ଲା ପାଟନା ମୁଖ୍ୟାଳୟରୁ ସ୍ୱାମ ହୋଇ କେନ୍ଦୁଝର ଯାଇଥିବା ମୁଖ୍ୟ ରାସ୍ତାର ସ୍ୱାମ ନିକଟରେ ମଝି ରାସ୍ତାରେ 1 ଫୁଟର ଏକ ଗଭୀର ଖାଲ ହୋଇଛି। ବର୍ଷା ଦିନ ହୋଇଥିବାରୁ ଏଠାରେ ପାଣି ଭର୍ତ୍ତି ହୋଇ ରହୁଛି। ଫଳରେ ଏହି ରାସ୍ତାରେ ଯାତାୟାତ କରୁଥିବା ଲୋକମାନେ ଗାଡ଼ି ମଟର ଗୁଡ଼ିକ ଖାଲକୁ ଜାଣି ନପାରି ଉକ୍ତ ଖାଲରେ ଖସି ପଡ଼ି ଦୁର୍ଘଟଣା ଶିକାର ହେଉଛନ୍ତି। ଦୀର୍ଘ ଦିନ ହେବ ରାସ୍ତା ମଝିରେ ଏହି ଖାଲଟି ଥିବାରୁ ପ୍ରତିଦିନ ଛୋଟ ମୋଟ ଦୁର୍ଘଟଣା ଘଟୁଛି। ଏହି ଖାଲଟିକୁ ତୁରନ୍ତ ଉପରିସ୍ଥ ଅଧିକାରୀ ମରାମତି କରିବା ପାଇଁ ସାଧାରଣ ଦାବି ହେଉଛି। କବିନ୍ଦ୍ର ରାଉତଙ୍କ ରିପୋର୍ଟ, କେଡି ନ୍ୟୁଜ୍ ଓଡ଼ିଆ।